ପ୍ରେମ ହେଇଗଲା। ହେଇଗଲା କାହାଣୀଟିର 10ମ ଭାଗ। ଲିଜା ଯେତେବେଳେ ସରସ୍ୱତୀ ପୂଜାର ସାଜସଜ୍ଜା କରୁଥାଏ ସେତେବେଳେ ସାଗର ବି ଲିଜାକୁ ଦେଖୁଥାଏ। ପୂଜା ଓ ସାଗର କଥା ହେଉଥାନ୍ତି। ସେସବୁ କଥା ଶିବମ ଶୁଣିଦିଏ। ଶିବମ ପୂଜା ଓ ସାଗରର କଥା ଶୁଣି ରାଗିଯାଏ ଓ ମନେ ମନେ ଭାବେ ପୂଜା ଯଦି ଶିବମର ନ ହୁଏ ତେବେ ପୂଜା କାହାରି ବି ହେଇପାରିବ ନାହିଁ। ଶିବମ ଜାଣେ ସାଗରର ଝିଅମାନଙ୍କ ପ୍ରତି ତାର ଆକର୍ଷଣ ଅଧିକ ଅଛି, କାରଣ ଯେତେବେଳେ ସାଗର ଲିଜାକୁ ଦେଖୁଥିଲା ସେସବୁ ମଧ୍ୟ ଶିବମ ଦେଖିଦେଇଥିଲା। ପୂଜା ସାଗର ସହ ଘରକୁ ଗଲା। ପୂଜାର ମା ସାଗରକୁ ଦେଖି ବହୁତ ଖୁସି ହେଲେ। ପୂଜା କହିଲା, ସାଗର ତୁ କିଛି ଘରେ ଖାଇନେ, ମୁଁ ସରସ୍ୱତୀ ପୂଜାରୁ ଆସୁଛି। ପୂଜା ଏତିକି କହି ଘରୁ ଚାଲିଗଲା। ପୂଜା ଯେତେବେଳେ ମଣ୍ଡପକୁ ଆସୁଥିଲା ପୂଜାକୁ ଏକୁଟିଆ ଦେଖି ଶିବମ ପୂଜା ପାଖକୁ ଆସିଲା ଆଉ ପୂଜାକୁ କହିଲା, କି ପୂଜା, କେମିତି ଅଛୁ? ପୂଜା ଶିବମକୁ ଦେଖି ଡରିଗଲା। ଭାବିଲା ଏବେ କ'ଣ କହିବି। ପୂଜା ଭଲ ଅଛି କହି ଜଲ୍ଦି ଜଲ୍ଦି ଚାଲି ଯାଉଥାଏ। ଶିବମ ପୂଜାର ହାତ ଧରିନେଲା। ଏହି ସମୟରେ ପ୍ରକାଶ ଦୂରରେ ଥାଇ ସବୁ ଦେଖୁଥାଏ। ଶିବମ ବହୁତ ଜୋରରେ ପୂଜାର ହାତ ଧରି କହେ, କ'ଣ ପୂଜା, ତୁ ମୋର ଚିଠିର ଉତ୍ତର ଦେଲୁନି ଯେ? ପୂଜା କହିଲା, ଶିବମ ମୋ ହାତଟା ଛାଡ଼। ଶିବମ ପୁଣି ପୂଜାକୁ ପଚାରେ, କିଛି କହ। ପୂଜା କହିଲା, ମୁଁ ତୋତେ ପସନ୍ଦ କରେନି, ମୋତେ ଛାଡ଼। ଶିବମକୁ ଏଭଳି କରିବାର ପ୍ରକାଶକୁ ଭଲ ଲାଗିଲା ନାହିଁ। ସେ ଶିବମ ପାଖକୁ ଗଲା। କହିଲା, ଶିବମ ପୂଜାକୁ ଛାଡ଼। ଏଭଳି କ'ଣ ପାଇଁ କରୁଛୁ? ପ୍ରକାଶ ଶିବମକୁ ଗୋଟେ ଥାପଡ଼ ମାରିଲା ଓ ପୂଜାକୁ ସେଠାରୁ ନେଇ ଚାଲିଗଲା। ପୂଜା ମନେ ମନେ ଭାବିଲା, ପ୍ରକାଶକୁ ମୁଁ ଏତେ କଷ୍ଟ ଦେଲା ପରେ ମଧ୍ୟ ସେ ମୋତେ କେତେ ଭଲ ପାଏ। ଏପଟେ ସାଗର ପୂଜା ରୁମକୁ ଯାଉଥାଏ ଓ ପୂଜାର ବହିଗୁଡ଼ା ଦେଖୁଥାଏ। ସେହି ସମୟରେ ସାଗର ପ୍ରକାଶର ଚିଠିଟି ପାଇଯାଏ। ସାଗର ଚିଠିଟି ପଢ଼ିନିଏ। ସାଗର ରାଗି ପୂଜା ମଣ୍ଡପ ପାଖକୁ ଆସେ। ସେ ଦେଖେ ପ୍ରକାଶ ଓ ପୂଜା ଏକାସହ ସାଜସଜ୍ଜା କରୁଛନ୍ତି। ପୂଜା ହସି ହସି ପ୍ରକାଶ ସହ କଥା ହେଉଛି। ସାଗର ପ୍ରକାଶ ଓ ଲିଜା ପାଖକୁ ଆସେ ହାତରେ ତାଳି ମାରି ମାରି ଓ ପୂଜାକୁ କହେ, ବାଃ ପୂଜା, କ'ଣ କରୁଛୁ? ଏପଟେ ଗୋଟେ ପ୍ରେମିକ ଓ ଅନ୍ୟପଟେ ଗୋଟେ ପ୍ରେମିକ। ପୂଜା କହେ, ଏଭଳି କ'ଣ କହୁଛୁ ସାଗର? ସାଗର କହେ, ତୁ କ'ଣ ଭାବୁଛୁ ମୁଁ କିଛି ବୁଝିପାରୁନି? ସାଗର ପ୍ରକାଶକୁ ଗୋଟେ ଥାପଡ଼ ମାରେ ଓ କହେ, ତୁ ପୂଜା ଓ ମୋ ମଧ୍ୟରେ ଆସନି, ଭଲ ହବନି କହୁଛି। ପୂଜାର ମନ ବହୁତ ଦୁଃଖ ହୋଇଯାଏ। ସେ ଭାବିନଥାଏ ସାଗର ଏଭଳି ପିଲାଟିଏ କି ମୁଁ ତାକୁ ଏତେ ଭଲ ପାଏ, କିନ୍ତୁ ସେ ମୋତେ ବୁଝିପାରୁନାହିଁ। ପୂଜା କହେ, ତୁ ଭୁଲ ଭାବୁଛୁ। ସାଗର ପୂଜାକୁ ଚିଠିଟିଏ ଦେଖାଏ ଓ କହେ, ଏହା କ'ଣ? ପୂଜା ସାଗର ପାଖକୁ ଆସି କହେ, ଏମିତି କିଛି ନାହିଁ ସାଗର। ସାଗର ରାଗି ପୂଜାକୁ ମାରିବା ପାଇଁ ହାତ ଉଠାଉଥାଏ। ସେହି ସମୟରେ ପ୍ରକାଶ ସାଗର ହାତଟି ଧରିନିଏ ଓ କହେ, ତୁ ଭୁଲ ଭାବୁଛୁ ସାଗର ଓ ତୁ ପୂଜା ଉପରେ ହାତ ଉଠେଇକି ଠିକ୍ କରୁନାହୁଁ। ସାଗର ରାଗି ସେଇଠୁ ଚାଲିଯାଏ। ପ୍ରକାଶ ପୂଜାକୁ ସରି କହେ। ପ୍ରକାଶ କହେ, ମୋତେ କ୍ଷମା କରିଦେବୁ ପୂଜା, ମୋ ପାଇଁ ତୋର ପ୍ରେମରେ ବହୁ ଅସୁବିଧା ହେଲା। ପୂଜା ପ୍ରକାଶର ହାତ ଧରି କହିଲା, ତୁ କ'ଣ ପାଇଁ କ୍ଷମା ମାଗୁଛୁ ପ୍ରକାଶ? ଯେଉଁ ପ୍ରେମରେ ବିଶ୍ୱାସ ନାହିଁ ସେ କି ପ୍ରେମ? ସାଗର ଯଦି ମୋତେ ପ୍ରକୃତରେ ଭଲ ପାଉଥାନ୍ତା ସେ ଏଭଳି ବ୍ୟବହାର ମୋ ସହିତ କେବେ ବି ନ କରିଥାନ୍ତା। ତୁ ତ ସବୁବେଳେ ମୋର ସାହାଯ୍ୟ କରୁ, ମୋର ଯତ୍ନ ନେଉ। ତୁ ଜାଣିଥିଲୁ ମୁଁ ସାଗରକୁ ଭଲ ପାଏ, ତଥାପି ତୁ ମୋତେ ଭଲ ପାଉଥିଲୁ। ତୋର ପ୍ରେମ ମୋ ପାଇଁ ଟିକେ ବି କମି ନଥିଲା। ଆଇ ଲଭ୍ ୟୁ ପ୍ରକାଶ, ମୁଁ ତୋତେ ହିଁ ଭଲ ପାଏ। ଏଇ ଥିଲା କାହାଣୀ। ପ୍ରକୃତ ପ୍ରେମ କେବଳ ବିଶ୍ୱାସରେ ହିଁ ରହିଥାଏ। କାହାଣୀଟି ପସନ୍ଦ ଆସିଲା